ଦେଖ ଷ୍ଟୁଡେଣ୍ଟସ୍ ଆଜିର ଏଇ ଭିଡ଼ିଓରେ ଆମେ ତମର 2023 ମସିହାରେ ତମର ଷ୍ଟେଜ୍ 2ରେ ଯେଉଁ ସବୁ କ୍ୱେଶ୍ଚିନ୍ ଆସିଥିଲା ଅର୍ଥାତ୍ 9th କ୍ଲାସ୍ରେ ସେଗୁଡ଼ିକ ଆଜି ଆଲୋଚନା କରିବା। ତ ପୂର୍ବରୁ ଯେଉଁ ଭିଡ଼ିଓ ସବୁ ଆସିସାରିଛି ଯଦି ଦେଖିନ ନିଶ୍ଚିତ ଭାବରେ ଚେକ୍ଆଉଟ୍ କରିନିଅ ହେଲା। ତ ଆଜିର ଭିଡ଼ିଓରେ ଆମେ 36 ନମ୍ବର ଠାରୁ ଦେଖିବା। ଦେଖ 36 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପଢ଼। ଯଦି a ଓ b ଶୂନ ଠାରୁ ବଡ଼ ଦୁଇଟି ସଂଖ୍ୟା ଏବଂ a ପ୍ଲସ୍ b ହେଉଛି ତମର 2024 ଏବଂ -1 ଟୁ ଦ ପାୱାର a ପ୍ଲସ୍ -1 ଟୁ ଦ ପାୱାର b କେତେ ହେବ? ତ ଦେଖ a ପ୍ଲସ୍ b ଏଠି ଯେଉଁ a ପ୍ଲସ୍ b ତମର କେତେ ଆସୁଛି ନା 2024 ଆସୁଛି। ମାନେ a ପ୍ଲସ୍ bଟା ତମର କ'ଣ ଆସୁଛି ନା ଗୋଟେ ଯୁଗ୍ମ ସଂଖ୍ୟା ଆସିଯାଉଛି। ତ ଏଇଥିରୁ ଆମେ ଜାଣିପାରିବା ଯେ ଆଇଦର a ତମର ଅଯୁଗ୍ମ, ଯଦି a ଅଯୁଗ୍ମ ହେଉଛି b ମଧ୍ୟ ତମର ଅଯୁଗ୍ମ ହେବ। ବୁଝିଗଲା କଥାଟି? ତାହେଲେ ଯାଇକି ମିଶିକି ତମର ଗୋଟେ ଯୁଗ୍ମ ସଂଖ୍ୟା ଆସିବ। କିମ୍ବା a ଯଦି ଯୁଗ୍ମ ହେବ b ବି ତମର ଯୁଗ୍ମ ହେବା ଦରକାର ହେଲା। ଗୋଟେ ଯୁଗ୍ମ ଗୋଟେ ଅଯୁଗ୍ମ ଏମିତି ହେଇପାରିବ ନାହିଁ। କାହିଁକି ନା ଗୋଟେ ଯୁଗ୍ମ ଆଉ ଗୋଟେ ଯଦି ଅଯୁଗ୍ମ ରହୁଛି ତ ସେତେବେଳେ ସବୁବେଳେ ଗୋଟେ ଅଯୁଗ୍ମ ସଂଖ୍ୟା ହିଁ ଆସିବ। ବୁଝିପାରିଲ କଥାଟି? ମନେକର ଦେଖ ଗୋଟେ ଯୁଗ୍ମ ସଂଖ୍ୟା ଆମେ ନେଉଛି 2 ଆଉ ଗୋଟେ ନେଇଯାଉଛି ତମର 5, କେତେ ଆସୁଛି 7। ମନେକର ଗୋଟେ ଯୁଗ୍ମ ସଂଖ୍ୟା ନେଲେ 4 ଆଉ ଗୋଟେ ନେଇଗଲି 3, କେତେ ଆସୁଛି 7, ଅଯୁଗ୍ମ ଆସିଯାଉଛି। ତ ଯୁଗ୍ମ ଆଉ ଅଯୁଗ୍ମ ଯେତେବେଳେ ତମେ ମିଶେଇବ ଗୋଟେ ଅଯୁଗ୍ମ ସଂଖ୍ୟା ଆସିବ। କିନ୍ତୁ ଏଠି ଆମର a ପ୍ଲସ୍ bଟା କେତେ 2024 ଅଛି ଏବଂ 2024 ହେଉଛି ଗୋଟେ ଯୁଗ୍ମ ସଂଖ୍ୟା। ବୁଝିଗଲା କଥାଟି? ତାହେଲେ a ଯଦି ଅଯୁଗ୍ମ b ମଧ୍ୟ ଅଯୁଗ୍ମ, a ଯଦି ଯୁଗ୍ମ b ମଧ୍ୟ ଯୁଗ୍ମ। ବର୍ତ୍ତମାନ ତମର ଗୋଟିଏ କଥା ତମେ ସମସ୍ତେ ଜାଣିଛ ଯେ -1 ଟୁ ଦ ଯଦି ମୁଁ ଯୁଗ୍ମ ପାୱାର ନେଉଛି ଏଇଟା କେତେ ଆସିବ 1 ଆସିବ ନା। ବୁଝିପାରୁଛ? -1 ମୁଁ ସ୍କୋୟାର ନେବି କେତେ ଆସିବ 1, -1 ପାୱାର 6 ନେବି କେତେ ଆସିବ 1। କିନ୍ତୁ ଯଦି ମୁଁ -1 ପାୱାର ଅଯୁଗ୍ମ ନେଇଯିବି এইଭଳି କେସ୍ରେ ତମର -1 ହିଁ ଆସିବ। କ୍ଲିଅର? ତ ଦେଖ କଣ୍ଡିସନକୁ ଆମକୁ ଫୁଲଫିଲ୍ କରିବାର ଅଛି। ତାହେଲେ ଯଦି ଦୁଇଟି ଯାକ ସଂଖ୍ୟା କ୍ରମେ ଅଯୁଗ୍ମ ନେଉଛନ୍ତି ତାହେଲେ ତମର ସମଷ୍ଟିଟା କେତେ ଆସିବ ନା -1 ପ୍ଲସ୍ -1, ତାହେଲେ କେତେ ଆସିବ -2 ଆସିଯିବ। କ୍ଲିଅର? କିନ୍ତୁ ଯଦି ଦୁଇଟି ଯାକ a ଆଉ b କୁ ଆମେ ଯୁଗ୍ମ ନେଇଯିବା ତାହେଲେ କ'ଣ ହବ ନା -1 ପାୱାର ଯୁଗ୍ମ, ବୁଝିପାରୁଛ ନା? -1 ପାୱାର ଯୁଗ୍ମଟା କେତେ ଆସିବ 1, -1 ର ପାୱାର ଯୋଉ bଟା ଏଇଟା ବି ତମର ଆସିବ କେତେ ନା 1, ତାହେଲେ ଏଠି ତମ ସମଷ୍ଟି 2 ଆସିବ। ତାହେଲେ ଏଇଥିରୁ ଆମେ ଜାଣିପାରିଲେ ଯେ ତମର ସମଷ୍ଟି 2 ହେଇପାରେ କିମ୍ବା -2 ହେଇପାରେ। ତ ଏଠି ଅପସନ ଡି ହଉଛି ତମର କରେକ୍ଟ। ବୁଝିପାରିଲ ସମସ୍ତେ? ତ କନସେପ୍ଟଟା ଆଉ ଥରେ ବୁଝିଦିଅ। ଦେଖ ଏଠି ତମକୁ ଦେଖ a ଆଉ b ଦେଇଥିଲା ଯେ ଶୂନ ଠାରୁ ବଡ଼ ଦୁଇଟି ସଂଖ୍ୟା, ଯେପରିକି a ପ୍ଲସ୍ b ହଉଛି ତମର 2024। ତେବେ -1 ଟୁ ଦ ପାୱାର a ପ୍ଲସ୍ -1 ଟୁ ଦ ପାୱାର b କେତେ ହବ? ତ ମୁଁ ତମକୁ ଫାର୍ଷ୍ଟରୁ କ'ଣ ବୁଝେଇଦେଲି ଯେ a ପ୍ଲସ୍ b ଯେହେତୁ ଗୋଟେ ଯୁଗ୍ମ ସଂଖ୍ୟା ଅଛି, ମାନେ ତମର a ଅଯୁଗ୍ମ ହବ ଯଦି bଟା ଅଯୁଗ୍ମ ହବ, a ଯଦି ତମର ଯୁଗ୍ମ ହବ bଟା ମଧ୍ୟ ଯୁଗ୍ମ ହବାକୁ ପଡିବ। କାରଣ ଯଦି ଗୋଟିଏ ଯୁଗ୍ମ ଗୋଟେ ଅଯୁଗ୍ମ ତମେ ନେଉଛ ତାର ସମଷ୍ଟି ସବୁବେଳେ ଅଯୁଗ୍ମ ଆସିଯିବ, ଯୋଉଟା କି ସମ୍ଭବ ନୁହେଁ କାରଣ ଆମର ଯୁଗ୍ମ ସଂଖ୍ୟାର ଆବଶ୍ୟକତା ଅଛି। ତାହେଲେ ଏଇଥିରୁ ଆମେ ଜାଣିପାରିଲେ ଯେ ତମର a ଆଉ b ଉଭୟ ଅଯୁଗ୍ମ ହବ ନହେଲେ ଯୁଗ୍ମ ହବ। ପୁନଶ୍ଚ -1 ପାୱାର ଯଦି ଅଯୁଗ୍ମ ନେଉଛ ସେଟା -1 ଆସିଯିବ, -1 ପାୱାର ଯଦି ଯୁଗ୍ମ ନେଉଛ ସେଟା 1 ଆସିବ। କ୍ଲିଅର? ତାହେଲେ ଯଦି ଦିଟା ଯାକ ଅଯୁଗ୍ମ ହଉଛି ତମର କେତେ ଆସିବ ସମଷ୍ଟି ନା -1 ଟୁ ଦ ପାୱାର a, ଏଇଟା ଅଯୁଗ୍ମ ଅଛି ତାହେଲେ -1 ପ୍ଲସ୍ -1 ତାହେଲେ -2। ଯଦି ଦିଟା ଯାକ ଯୁଗ୍ମ ନବା ତାହେଲେ କେତେ ଆସିବ -1 ଟୁ ଦ ପାୱାର a ଟା 1 ଆସିବ, -1 ଟୁ ଦ ପାୱାର b ମଧ୍ୟ 1 ଆସିବ, ତାହେଲେ 2 ଆସିବ ନା। କ୍ଲିଅର? ତାହେଲେ ଏଠି ତମର ଡି ହଉଛି ଆନ୍ସର। ଓକେ, ନେକ୍ସଟ ଦେଖ 37 ତମକୁ ଦେଇଛି ଏକ ସମକୋଣୀ ତ୍ରିଭୁଜରେ
କୌଣସି ଏକ କୋଣ ଆଉ ଏକ କୋଣର 5 ଗୁଣ ହେଲେ ସେହି ତ୍ରିଭୁଜର ଦ୍ୱିତୀୟ ବୃହତ୍ତମ କୋଣର ପରିମାଣ କେତେ ହୋଇପାରେ? ତ ଦେଖ, ତମକୁ ଦେଇଦେଇଛି ଯେ ଗୋଟେ ସମକୋଣୀ ତ୍ରିଭୁଜ ଅଛି। ତ ତମେ ସମସ୍ତେ ଜାଣିଛ ଯେ ସମକୋଣୀ ତ୍ରିଭୁଜ କୋଉଟା ନା ଯାହାର ଗୋଟିଏ କୋଣ ହଉଛି 90 ଡିଗ୍ରୀ। ବୁଝିହେଲା? ଏବଂ ତମକୁ ଦେଇଛି ଯେ ଦ୍ୱିତୀୟ ବୃହତ୍ତମ କୋଣ ଯୋଉଟା ଅଛି ସେଇଟା ଅନ୍ୟ କୋଣର 5 ଗୁଣ। ତାହେଲେ ଏଇ କୋଣରୁ ଯଦି ଗୋଟେ କୋଣ ମୁଁ x ନଉଛି ଆଉ ଗୋଟେ କେତେ ହେଇଯିବ 5x ହବ ନା। କାରଣ ଦ୍ୱିତୀୟ ବୃହତ୍ତମ କୋଣ ଯୋଉଟା ଅଛି ସେଇଟା ଅନ୍ୟ କୋଣର 5 ଗୁଣ। ତାହେଲେ ଏଇଥିରୁ ମୁଁ ବାହାର କରିଦେବି ଯେ 5x ପ୍ଲସ୍ x ଯଦି ମୁଁ କରିବି, ଦେଖ b କୋଣଟା ତମର 90 ଡିଗ୍ରୀ ଅଛି, ତମର a କୋଣଟା ଅଛି 5x ଏବଂ c କୋଣଟା ଅଛି ତମର x ଡିଗ୍ରୀ। ତାହେଲେ a ପ୍ଲସ୍ c ଯଦି ମୁଁ କରୁଛି ଏ ଦିଟା ମିଶିକି ତମର କେତେ ହେଇଯିବ ନା 5x ପ୍ଲସ୍ x, ଯୋଉଟା କି ହଉଛି ତମର କେତେ ନା 90 ଡିଗ୍ରୀ ରହିବ ନା। କାରଣ ଗୋଟେ କୋଣ ଯଦି 90 ପଳେଇଛି ଅନ୍ୟ ଦିଟା କୋଣ ମିଶି କେତେ 90 ହବ। କାରଣ ତିନୋଟି କୋଣର ସମଷ୍ଟି ସବୁବେଳେ କେତେ, ତିନିଟା ଯାକ କୋଣ ମିଶି 180 ଡିଗ୍ରୀ ନା। କ୍ଲିୟର? ତ ଏଠି ତମର ଦେଖ 6x ହଉଛି ତମର 90 ଡିଗ୍ରୀ, ତାହେଲେ x କେତେ ହେଇଯିବ 90/6 15 ଡିଗ୍ରୀ। ବୁଝିହେଲା? ତ 15 ଡିଗ୍ରୀ ଯଦି ହଉଛି x ତମର, ତାହେଲେ ଯୋଉ ଦ୍ୱିତୀୟ ବୃହତ୍ତମ କୋଣଟା ସେଇଟା ଆମର କେତେ 5x ନା। ତ 5 ଗୁଣନ 15 ହଉଛି ତମର 75 ଡିଗ୍ରୀ। କ୍ଲିୟର? ତ 75 ଡିଗ୍ରୀ ତମର ହେଇପାରିବ ଆନ୍ସର। କିନ୍ତୁ ଯଦି ତମେ ଅପସନ ବି ଟା କରେକ୍ଟ କରୁଛ ତାହେଲେ ଭୁଲ ହେଇଯିବ। କାହିଁକି ଭୁଲ ହବ ନା, ଏଠି ତମର ଏଇଟା ଗୋଟେ ଟ୍ରିକି କ୍ୱେଶ୍ଚିନ୍ ମୁଁ କହିପାରିବି ଯୋଉଥିରେ କି ତମକୁ ଆଉ ଗୋଟେ ଜିନିଷ ଲକ୍ଷ୍ୟ କରିବାକୁ ପଡିବ। ଦେଖ, ତମର ବି କୋଣଟା 90 ଡିଗ୍ରୀ ଅଛି ନା, ବି କୋଣଟା 90 ଡିଗ୍ରୀ ଅଛି, ତାହେଲେ ଆମେ କହିପାରିବା ଯେ ଏଇଟା ହିଁ ତମର ଦ୍ୱିତୀୟ ବୃହତ୍ତମ କୋଣ ତମେ ନେଇଯାଅ। ଏବଂ ଆଉ ଗୋଟେ କୋଣ ମନେକର ଏ, ସେଇଟା ହଉଛି ତମର 90ର 5 ଭାଗରୁ ଭାଗେ ନେଇଯାଅ। ତାହେଲେ ଏଇଟା କେତେ ଆସିଲା 18 ଡିଗ୍ରୀ ଆସିଯିବ ନା। ବୁଝିପାରିଲ? ତମର ବି କୋଣଟା 90 ଡିଗ୍ରୀ, ତମେ କହିପାରିବ ଯେ ବି କୋଣ ହଉଛି ଏ କୋଣର 5 ଗୁଣ। ଏବଂ ବି ଆଉ ଏ ମିଶିକି ତମର କେତେ ହେଇଗଲା, ବିଟା 90 ଅଛି, ଏଇଟା ଅଛି ତମର 18 ଡିଗ୍ରୀ, ଦିଟା ଯାକ ମିଶିକି 108 ଡିଗ୍ରୀ ପଳେଇଲା। କ୍ଲିୟର? ତାହେଲେ ସି ଟା ତମର କେତେ ଆସିଯିବ ନା 180 ମାଇନସ 108 ଡିଗ୍ରୀ, ତାହେଲେ କେତେ 72 ଡିଗ୍ରୀ। ବୁଝିପାରିଲ? ତ ଯେତେବେଳେ ତମର ଏ କୋଣଟା ରହୁଛି କେତେ, ତମର ଏ କୋଣଟା ରହୁଛି 90 ଡିଗ୍ରୀ ଆମେ ନେଇଥିଲେ, ସରି ବି କୋଣଟା ନୁହେଁ କି, ତମର ବି କୋଣଟା 90 ଡିଗ୍ରୀ, ଏ କୋଣଟା ନେଲେ ଆମେ 18 ଡିଗ୍ରୀ, ସି ଟା ପାଇଗଲେ ଆମେ 72 ଡିଗ୍ରୀ। ତ ଏଇଭଳି କେସରେ ଦ୍ୱିତୀୟ ବୃହତ୍ତମ କୋଣ ଆସିଯାଉଛି 72 ଏବଂ ତମର ପ୍ରଥମ କେସରେ କେତେ ଆସିଥିଲା, ତମର ପ୍ରଥମ କେସରେ ଆସି ଯାଇଥିଲା ଯେ ଦ୍ୱିତୀୟ ବୃହତ୍ତମ କୋଣଟା ହଉଛି 75। ବୁଝିପାରୁଛ? ତାହେଲେ ଦୁଇଟି ସମ୍ଭାବନା ଏଠି ଅଛି, 72 ଡିଗ୍ରୀ ହେଇପାରେ କିମ୍ବା 75 ଡିଗ୍ରୀ ମଧ୍ୟ ହୋଇପାରିବ। ବୁଝିପାରିଲ କଥା? ତ ଏଇଭଳି କ୍ୱେଶ୍ଚିନ୍ ତମକୁ ଭଲ ଭାବରେ ପଢିବାର ଅଛି, କାରଣ ବେଳେ ବେଳେ ତମେ ଏଇଟା ତମର ପ୍ରାୟ ପିଲା 75 ଆନ୍ସର କରିକି ପଳେଇ ଆସନ୍ତି ହେଲା। ଏମିତି କରିବନି, ତମର ଅପସନ ସି ହଉଛି କରେକ୍ଟ। ଓକେ, ଦେଖ 38 ତମକୁ ଦେଇଛି ଏକ ସମଦ୍ୱିବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ ସମାନ ବାହୁର ଦୈର୍ଘ୍ୟ ଯଥାକ୍ରମେ 10 ସେମି 10 ସେମି ଓ 12 ସେଣ୍ଟିମିଟର ଅଟେ। ଏହି ତ୍ରିଭୁଜର ଅନ୍ତର୍ଭୁକ୍ତର ବ୍ୟାସାର୍ଧ କେତେ ହବ? ତ ଦେଖ, ଗୋଟେ ସମଦ୍ୱିବାହୁ ତ୍ରିଭୁଜ ଅଛି, କାରଣ ଦିଟା ବାହୁ 10 ଅଛି, ମାନେ ତମର ଏଇଟା କଣ ସମଦ୍ୱିବାହୁ ତ୍ରିଭୁଜ। ତ 10 10 12 ନୁହେଁ କି, ଏବଂ ଅନ୍ତଃବୃତ୍ତ ମାନେ କଣ, ତ୍ରିଭୁଜ ଭିତରେ ଗୋଟେ ବୃତ୍ତଟେ ଅଛି, ତ ସେଇ ଯୋଉ ବୃତ୍ତର ବ୍ୟାସାର୍ଧ ତମର କେତେ ହବ ସେ ପଚାରିଛି। ତ ଯେତେବେଳେ ତମର ଏମିତି କ୍ୱେଶ୍ଚିନ୍ ଦଉଛି ତମେ ବ୍ୟାସାର୍ଧ କେମିତି କାଢିବ ନା, r ଇକ୍ୱାଲ ଟୁ ତମର b/2 ଇଣ୍ଟୁ କେତେ ରହିବ ନା 2a ମାଇନସ b, ତଳେ ହଉଛି ତମର 2a ପ୍ଲସ b, ଏହାର ରୁଟ୍ ଓଭର ତମର ରହୁଛି ନୁହେଁ କି। ତ ଏଠି b ଆଉ a କଣ ନା, a ହଉଛି ତମର ସମାନ ବାହୁର ଦୈର୍ଘ୍ୟ, ସମାନ ବାହୁର ଦୈର୍ଘ୍ୟ, b ହଉଛି ତମର ଭୂମିର ଦୈର୍ଘ୍ୟ।
ହେଲା। ଭୂମି ମାନେ ଯୋଉ ବାକି ଯୋଉ ବାହୁଟା ଅଛି ହେଲା, ଯେମିତି କି ସମାନ ବାର ଦୈର୍ଘ୍ୟଟା ନେଲା ପରେ ଯୋଉ ବାହୁଟା ବଢୁଛି ସେଇଟା ହଉଛି ତମର ବି ନେଇଯିବ। କ୍ଲିୟର? ତ ଫର୍ମୁଲା ଟା ସମସ୍ତେ ମନେ ରଖ, କାରଣ ଯେହେତୁ ତମର କ୍ୱେଶ୍ଚିନ୍ ଆସି ଯାଉଛି ଫର୍ମୁଲା ତମେ ମନେ ରଖିଥିବ। ତ ଏଠି ତମର ଯୋଉ ଆର୍ ବର୍ତ୍ତମାନ ଆମେ କଣ କରିବା, ସୂତ୍ରରେ ପକେଇଦବା। ତାହେଲେ ଏଠି ତମର ଜଣା ପଡିଗଲା ଯେ ଏଠି ବି ହଉଛି ତମର 12, ଏ ହଉଛି ତମର 10। ଏତିକି ଯାଏଁ ବୁଝିଗଲ। ତାହେଲେ ବର୍ତ୍ତମାନ ମୁଁ ଫର୍ମୁଲାରେ ପକେଇଦେବି b ବାଇ 2 ମାନେ କେତେ, 12/2। 2a ମାଇନସ b ଅଛି, ତ ମୁଁ ଏଟା କେତେ କରିବି ନା 2 × 10 ମାଇନସ b ହଉଛି ତମର 12। କ୍ଲିୟର? 2a ପ୍ଲସ b, ତ 2 × 10 ପ୍ଲସ b ହଉଛି 12, ରୁଟ୍ ଓଭର ନେଲି। କ୍ଲିୟର? ତ 12/2 ହଉଛି ତମର 6, ରୁଟ୍ ଓଭର ଭିତରେ କେତେ ହେଇଯିବ, 2 କୁ 10 ଗୁଣ ହଉଛି 20, ତ 20 ମାଇନସ 12 ତଳେ ହଉଛି ତମର 20 ପ୍ଲସ 12। କ୍ଲିୟର? ଏତିକି ଯାଏଁ ବୁଝିଗଲ। ତ ଏଇଟା ତମର କେତେ ଆସୁଛି ଦେଖ, 6, 20 ମାଇନସ 12 ହଉଛି 8, ତଳେ ହଉଛି ତମର 20 ପ୍ଲସ 12 ମାନେ 32, ମାନେ 8/32 ର ରୁଟ୍ ଓଭର। ତ ଏଇଟା ଆମେ କହିପାରିବା ଯେ 6 ଗୁଣନ 1/4 ର ରୁଟ୍ ଓଭର। ତ 1/4 ରୁଟ୍ ଓଭର ଟା କେତେ ହବ, 1/2 ହବ ନା। ବୁଝିପାରୁଛ ତ? 1/4 ର ରୁଟ୍ ଓଭର ମାନେ କଣ, 1 ର ରୁଟ୍ ଓଭର ବାଇ 4 ର ରୁଟ୍ ଓଭର ଏମିତି କହିପାରିବ। ଏବଂ 1 ର ବର୍ଗମୂଳ କେତେ, 1 ହବ, 4 ର ବର୍ଗମୂଳ ହଉଛି 2, ବର୍ଗମୂଳ ବୁଝିପାରୁଥିବ। ମାନେ 4 ହଉଛି କଣ, 2 ଗୁଣନ 2 ନା, ତାହେଲେ ବର୍ଗମୂଳ କେତେ ହବ, 2 ହବ। x ସ୍କୋୟାର ଯଦି ମୁଁ ବର୍ଗମୂଳ ପଚାରିବି କେତେ ଆସିବ, x ଆସିବ। କ୍ଲିୟର? ତ 6 କୁ 1/2 ରେ ଗୁଣିଲେ କେତେ ଆସିବ, 3 ସେଣ୍ଟିମିଟର। ତାହେଲେ ଏଠି ବି ହଉଛି ତମର କରେକ୍ଟ। ବୁଝିପାରିଲ ସମସ୍ତେ? କିଛି କାହାର ଡାଉଟ ନାହିଁ? ତ ଫର୍ମୁଲାଟି ମନେ ରଖ, ଯାହା ବି କ୍ୱେଶ୍ଚିନ୍ ଆସିଲେ ତମେ କରିଦେଇ ପାରିବ। ଏହି ପ୍ରଶ୍ନ ଯୋଉ ରହିଛି ତମର 39ଟା, ଏଇଟା ମୁଁ ତମକୁ ନେକ୍ସଟ ଭିଡିଓରେ କହିଦେବି। ବର୍ତ୍ତମାନ ଆମେ ଦେଖିବା ତମର 40 ନମ୍ବର। ଓକେ, ତ 40 ନମ୍ବର କ୍ୱେଶ୍ଚିନ୍ ଟା ପଢ। ତମକୁ ଦେଇଛି ସ୍ତମ୍ଭ ଆକାରରେ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ସଂଖ୍ୟା ଗୁଡିକ ସଜାଇ ରଖାଯାଇଛି, ଏଠାରେ ଶୂନ୍ୟ ସ୍ଥାନରେ କେଉଁ ସଂଖ୍ୟା ରହିବ? ତମର ଅଛି ଦେଖ 16, 13, 9 ଅଛି, 11, 8, 6 ଅଛି, 9, 7 ଡ୍ୟାସ୍ ନୁହେଁ କି? ତ ଯେତେବେଳେ ତମକୁ ଏମିତି ପଜଲ କ୍ୱେଶ୍ଚିନ୍ ଦଉଛି, ତମକୁ ଚିନ୍ତା କରିବାର ଅଛି ଯେ ଏଇଟା ଆମେ କେମିତି କରିପାରିବା ହେଲା। ତ ଯଦି ତମେ ଦେଖିବ, ପ୍ରଥମେ ତମେ ତଳ ଆଡକୁ ଚିନ୍ତା କର ଯେ କଣ ହେଇପାରିବ। 16, 11 ଦେଖ ମିଶେଇକି ଦେଖ, 16 ଆଉ 11 ଯଦି ମିଶେଇ ଦଉଛ କେତେ ଆସୁଛି, 27। ଏବଂ ତମେ ଦେଖିବ ଯେ 27 ଆଉ 9 ଭିତରେ ଗୋଟେ ରିଲେସନ ଅଛି, ସେଇଟା ହଉଛି କଣ ନା 3 ରେ ଯଦି ତମେ 9 କୁ ଗୁଣୁଛ ତମକୁ 27 ମିଳୁଛି। ତ ସେଇଭଳି ଭାବରେ ଏଠି ଟିକେ ଚିନ୍ତା କର। ବର୍ତ୍ତମାନ ଆମେ ଦେଖିବା ଦ୍ୱିତୀୟ ରୋ କଥା ଦେଖିବା ହେଲା, ସରି ଦ୍ୱିତୀୟ କଲମ କଥା ଦେଖିବା। 13 ଆଉ 8 ଯେତେବେଳେ ମିଶଉଛ କେତେ ଆସୁଛି, 21 ଆସୁଛି ନା। 21 ଟା ତମର କଣ ନା 3 ଗୁଣନ 7 ପିଲାମାନେ ହେଲା, 3 ଗୁଣନ 7 ହେଲା, ବୁଝିପାରୁଥିବ। ତାହେଲେ ଏଠି ବି ଆମେ ସେୟା କରିବା। ପ୍ରଥମେ 9 ଆଉ 6 ମିଶେଇ ଦିଅ, କେତେ ଆସୁଛି, 15। ବୁଝିହେଲା, 15 ଆସୁଛି। ଏଇ ଯୋଉ 15ଟା ପିଲାମାନେ କାହାର 3 ଗୁଣ, 15ଟା କାହାର 3 ଗୁଣ ହବ, 15 କୁ 3 ହଲେ ହଉଛି 5। ତାହେଲେ ମୁଁ କହିପାରିବି ଏଠି 5 ରହିଲେ ଠିକ ହବ। ତ ଏଠି ତମର ରିଲେସନ ଟା ଥିଲା ଯେ ତମର ଯୋଉ ରୋ ରେ, ସରି କଲମ ରେ ପ୍ରଥମ ଦିଟା ସଂଖ୍ୟାକୁ ମିଶେଇଲେ ତମର ଯୋଉ ତଳ ସଂଖ୍ୟାର 3 ଗୁଣ ହଉଥିଲା, ଏଇଟା ହଉଛି ରିଲେସନ। ତ ଏମିତି କିଛି ରିଲେସନ ତମକୁ ଫାଇଣ୍ଡ ଆଉଟ୍ କରିବାକୁ ପଡିବ, ଯାହା ଦ୍ୱାରା କି ତମେ କ୍ୱେଶ୍ଚିନ୍ ଗୁଡିକ କରିଦେଇ ପାରିବ। କ୍ଲିୟର? ତ ଏଠି ତମର ଆନ୍ସର ରହିଲା 5। ଓକେ, ତ ଦେଖ ଏଇଭଳି ଭାବରେ ଆମେ 40 ଯାଏଁ ତମର ଆଲୋଚନା କରିଦେଲେ। ଏହାର ନେକ୍ସଟ ଭିଡିଓ ଗୁଡିକ ବି ଆଭେଲେବଲ ଅଛି, ତମେ ଚେକ୍ ଆଉଟ୍ କର। ଏବଂ ଆମର ଯୋଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ଅଛି ସେଗୁଡିକ ମଧ୍ୟ ଦେଖ। ଏବଂ ଯୋଉମାନେ ବି ଆମର ୱାଇଜ ଆପରେ ବ୍ୟାଚରେ ଜଏନ ହେବାକୁ ଚାହୁଁଛ, ଟେଲିଗ୍ରାମରେ ଜଏନ ହେଇକି ମେସେଜ କର। ଏବଂ ଟେଲିଗ୍ରାମରେ ଜଏନ ହେଲେ ତମେ ଡେଲି କୁଇଜ ଆଟେଣ୍ଡ କରିପାରିବ ହେଲା। ଡେଲି କୁଇଜ ତମର କରାଯାଉଛି, ସେଠି ଯାଇକି ଆଟେଣ୍ଡ କର। କାରଣ ସେଇ ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯେତେବେଳେ ପ୍ରାକ୍ଟିସ କରୁଛ, ପରୀକ୍ଷା ପୂର୍ବରୁ ତମର
ମାନେ କିଭଳି ତମେ 2 ମିନିଟରେ କ୍ୱେଶ୍ଚିନ୍ କରିପାରିବ ସେଗୁଡିକ ମଧ୍ୟ ତମେ ସେଠି ପ୍ରାକ୍ଟିସ କରିପାରିବ ହେଲା। ସୋ ଦେଖା ହବା ନେକ୍ସଟ ଭିଡିଓରେ। ସମସ୍ତଙ୍କୁ ପରୀକ୍ଷା ପାଇଁ ବେଷ୍ଟ ଅଫ ଲକ୍। ଯୋଉମାନେ ବ୍ୟାଚରେ ଜଏନ୍ ହେବାକୁ ଚାହୁଁଛ ତମେ ହ୍ୱାଟ୍ସଆପ ଗ୍ରୁପରେ ଜଏନ୍ ହେଇକି ବି ମେସେଜ କରିପାରିବ। ଓକେ, ସୋ ଥ୍ୟାଙ୍କ ୟୁ।